ଆମେ ଆପଣଙ୍କୁ କହିଲା ପରେ ମଧ୍ୟ ଆପଣ କଣ କରିବେ? ଅନ୍ୟମାନଙ୍କୁ ବି ପଚାର। ପ୍ରିୟ ଭାଇ ଭଉଣୀ ମାନଙ୍କୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଜି ଆମେ ଯୋଉ ପ୍ରସଙ୍ଗରେ ଅଧ୍ୟୟନ କରୁଛୁ ହେଉଛି ସନ୍ତୁଳିତ ଖ୍ରୀଷ୍ଟିଆନ ଜୀବନ। ଆମର ଖ୍ରୀଷ୍ଟିଆନ ଜୀବନ ସନ୍ତୁଳିତ ହେବା ଦରକାର। ତ ପ୍ରଥମ ବିଷୟ ହଉଛି ଈଶ୍ୱରଙ୍କ ପ୍ରେମ ଆଉ ଈଶ୍ୱରଙ୍କର କ୍ରୋଧ ବିଷୟ ମଧ୍ୟ ସନ୍ତୁଳିତ ହେବା। ଈଶ୍ୱରଙ୍କ ପ୍ରେମ ବୋଲି ଈଶ୍ୱରଙ୍କ ପ୍ରେମ ଆମେ ଗହଳି କରୁଛୁ, ଆଉ ଭୁଲି ବସ୍ତୁ ଈଶ୍ୱର କ୍ରୋଧ ମଧ୍ୟ କରୁଛୁ। ତେଣୁ ପ୍ରେମିକ ବୋଲି ଜାଣିବା ଦ୍ୱାରା ଆମେ ଅନେକ ଏ ପ୍ରକାର କାର୍ଯ୍ୟ କରୁଛୁ ଯାହାଦ୍ୱାରା ଆମେ କ୍ରୋଧ ପ୍ରାପ୍ତ ହେବା ପାଇଁ। କିନ୍ତୁ ବାଇବଲ କହୁଛି ଏହିପରି ଲୋକମାନଙ୍କ ଉପରେ ଈଶ୍ୱରକୁ କ୍ରୋଧ କରୁଛେ। ମଣ୍ଡଳୀକୁ ଲେଖାଯାଉଛି, ମଣ୍ଡଳୀରେ ଥିବା ବିଶ୍ୱାସୀମାନଙ୍କୁ ଲେଖାଯାଉଛି ଯେ ଏଇଟା ଯଦି ତୁମେ କରିବ ତୁମ ଉପରେ ଈଶ୍ୱରଙ୍କ କ୍ରୋଧ ଆସିବ ବୋଲି। ତାହେଲେ ମଣ୍ଡଳୀ କାହିଁକି ଲେଖାଯାଉଛି? ମଣ୍ଡଳୀ କାହିଁକି ଲେଖାଯାଉଛି? ଗୋଟେ ପଦ ପଢିବା ୟା ମଧ୍ୟରେ କଲୋସ୍ୟ 3 ପର୍ବ ଦେଖିବେ। କଲୋସ୍ୟ 3 ପର୍ବ ତାର 5 ଆଉ 6 ପଦ। ଦେଖନ୍ତୁ କଲୋସ୍ୟ ମଣ୍ଡଳୀକୁ ଲେଖାଯାଉଛି, କଲୋସ୍ୟ ମଣ୍ଡଳୀକୁ ଲେଖାଯାଉଛି, ଅବିଶ୍ୱାସ ମାନଙ୍କୁ ଲେଖାଯାଉନି। କଲୋସ୍ୟ ପୁସ୍ତକଟା ବିଶ୍ୱାସ ମାନଙ୍କୁ ଲେଖାଯାଉଛି, ଆଉ ସେମାନଙ୍କୁ କୁହାଯାଉଛି ଏଇ ସବୁ ହେତୁ ଈଶ୍ୱରଙ୍କ କ୍ରୋଧ। ପ୍ରଭୁଙ୍କୁ ଜାଣିଲା ପରେ ମଧ୍ୟ ବ୍ୟଭିଚାର, ପଶୁଚିତା, କାମ, ପୁଅ ବିଳାସ, ଲୋଭ। ପ୍ରିୟମାନେ ମଣ୍ଡଳୀକୁ ପ୍ରଭୁ ସଚେତନ କରିବା ପାଇଁ ଚାହାନ୍ତି। ଖାଲି ପ୍ରେମିକ ବୋଲି ଭୁଲି ଯାଉନି, ସେ କ୍ରୋଧ ମଧ୍ୟ କରେ। କେବଳ ପୁରାତନ ନିୟମରେ ଛନ୍ଦି ରୁହନ୍ତୁ। ଆଜ୍ଞା ଏଇଟା କାହିଁକି, ସେଇଟା କାହିଁକି, ସେଇଟା କାହିଁକି? ଆପଣ ନୂତନ ନିୟମକୁ ଆସନ୍ତୁ। କାରଣ ପୁରାତନ ନିୟମ ନୂତନ ନିୟମ ବିନା ଅଧୁରା ଅଟେ, ଆଉ ନୂତନ ନିୟମ ପୁରାତନ ବିନା ଅଧୁରା ଅଟେ। କେତେ ଦୁଇଟା ଦରକାର। ଈଶ୍ୱରଙ୍କ ବାକ୍ୟ ବି ଦରକାର, ଈଶ୍ୱରଙ୍କ ଶକ୍ତି ମଧ୍ୟ ଦରକାର, ଈଶ୍ୱରଙ୍କ କାର୍ଯ୍ୟ ବି ଦରକାର। ଏ ଦୁଇଟା ହେଲେ ମିନିଷ୍ଟ୍ରି ପକ୍କା ହେଇପାରେ। ଏଇଟା ଦରକାର ଅଛି। ଯଦି ଆପଣ ଦେଖିବେ ପ୍ରେରିତ 10 ପର୍ବ ତାର 2 ପଦ ଆଉ 4 ପଦ। ପ୍ରେରିତ 10 ଅଧ୍ୟାୟ ତାର 2 ପଦ ଆଉ 4 ପଦ। କର୍ଣ୍ଣିଲିୟ ବିଷୟରେ ଲେଖାଯାଉଛି। କର୍ଣ୍ଣିଲିୟ କେମିତି ଥିଲେ? ସେ ଜଣେ ଭକ୍ତ, ସବୁ ଈଶ୍ୱରଙ୍କୁ ଭୟ କରୁଥିଲେ, ସେ ବହୁତ ଦାନ ଦଉଥିଲେ, ଆଉ ସର୍ବଦା ଈଶ୍ୱରଙ୍କ ସାମରେ ପ୍ରାର୍ଥନା କରୁଥିଲେ। କଣ କରୁଥିଲେ? ବହୁତ ଦାନ ଦଉଥିଲେ, ସର୍ବଦା ପ୍ରାର୍ଥନା କରୁଥିଲେ। ଆମେ କଣ କରୁଛୁ? ବହୁତ ଦାନ ଦଉଛୁ, ପ୍ରାର୍ଥନା କରୁଛୁ। ଆଉ ଅନେକ ବହୁତ ପ୍ରାର୍ଥନା କରନ୍ତି, ଦାନ ଦିଅନ୍ତି। এইটা আমার ইমব্যালেন্স ହେଇଯାଉଛି। ଯେଉଁମାନେ ଦାନ ଦଉଛନ୍ତି ସେମାନେ ଲୋକମାନଙ୍କୁ କହୁଛନ୍ତି ଆଜ୍ଞା ମୁଁ ଦାନ ପଠେଇଦେଲି ଟିକେ ଆପଣ ପ୍ରାର୍ଥନା କରୁଛନ୍ତି। କଣ ପ୍ରିୟ ଭାଇ ଭଉଣୀ, ଦାନ ବି ଦିଅନ୍ତୁ, ପ୍ରାର୍ଥନା ବି କରନ୍ତି। ଆଉ ଅନେକ ବହୁତ ପ୍ରାର୍ଥନା କରନ୍ତି, ଦାନ ଜମା ଦିଅନ୍ତି। ଆମକୁ ବ୍ୟାଲେନ୍ସ ହେବା ପାଇଁ ପଡିବ। ଗୋଟେ ବ୍ୟାଲେନ୍ସ ଖ୍ରୀଷ୍ଟିଆନ ଲାଇଫ ନିମନ୍ତେ ଆପଣଙ୍କର ବହୁତ ପ୍ରାର୍ଥନା କରନ୍ତୁ, ଦାନ ମଧ୍ୟ ଦିଅନ୍ତୁ। ଲେଖାଯାଉଛି କଣ? ସେ ବହୁତ ଦାନ ଦଉଥିଲେ ଆଉ ସର୍ବଦା ପ୍ରାର୍ଥନା କରୁଥିଲେ। ସେ କିଏ? ବେକାରେ ବସିଥିବା ଲୋକ ନଥିଲେ, କାଇସରିଆ ନଗର କର୍ଣ୍ଣିଲିୟ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଇଟାଲିକ ନାମକ ସୈନ୍ୟ ଦଳ ଜଣେ ଶକ୍ତ ସେନାପତି, ଗୋଟେ ବିଜି ଲୋକ, ଦାୟିତ୍ୱବାନ ଲୋକ, ସୁଖ୍ୟାତି ସମ୍ପନ୍ନ ଲୋକ। ସେ ପ୍ରଭୁଙ୍କୁ ଭୟ କରୁଛନ୍ତି।
ଭୟ କରୁଛ ସେ ପ୍ରଭୁକୁ ଭୟ। ପ୍ରିୟ ଭାଇ ଭଉଣୀ ମୁଁ କହିବା ପାଇଁ ଚାହେଁ ଏଇଟା ହଉଛି ବ୍ୟାଲେନ୍ସ ଟାଇପ୍। ଅନେକଙ୍କୁ ଦେଖିବେ ବହୁତ ଦାନ ଦିଅନ୍ତି, ପ୍ରାର୍ଥନା କରନ୍ତି। ମୁଁ ଦେଖିଛି ଅନେକ ଲୋକ ପ୍ରାର୍ଥନା ଘରକୁ ଗଲେ ପ୍ରାର୍ଥନା ବି ଚାହାନ୍ତି, ଏଇଟାକି ନିଅନ୍ତୁ ଦାନଟା, ମୁଁ ବ୍ୟସ୍ତ ଅଛି ମୁଁ ଯାଉଛି, ଖାଲି ଦାନ ଦିଅନ୍ତି, ପ୍ରାର୍ଥନା ବସନ୍ତି। ଆଉ ଅନେକ ଲୋକ ପ୍ରାର୍ଥନା ହେଲେ ମଧ୍ୟ ଦାନ ଦିଅନ୍ତି। ଦିଟା ବିଷୟଟା ଇମ୍ବାଲାନ୍ସ ହେଇଯାଉଛି। କିନ୍ତୁ ଏଇଠି ଆମକୁ କର୍ଣ୍ଣେଲିୟସ ଶିଖାନ୍ତି ଯେ ଆମେ କେମିତି ବ୍ୟାଲେନ୍ସ ଲାଇଫ୍ କାଟିବୁ। ଗୋଟେ ହଉଛି କଣ, ଆମେ ବହୁତ ଦାନ ଦେବା ଆଉ ସର୍ବଦା ପ୍ରାର୍ଥନା କରିବା। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଆଜି ବାକ୍ୟ ଦ୍ୱାରା ଆପଣଙ୍କୁ ସନ୍ତୁଳିତ କରିବା ପାଇଁ, ଆପଣଙ୍କୁ ସଜାଡ଼ିବା ପାଇଁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଯେ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। ପରମେଶ୍ୱର ତାଙ୍କର ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଯାହାକି ଅନେକ ବିଷୟ ଶିକ୍ଷା ଦେବ। ତାପରେ ଆମର ବିଷୟ ହଉଛି କଣ, ଈଶ୍ୱରଙ୍କ ବାକ୍ୟ ଆଉ ପ୍ରାର୍ଥନା, ଏଇଥିରେ ବ୍ୟାଲେନ୍ସ ହେବା ଦରକାର। ମାନେ ବାଇବଲ ଆଉ ପ୍ରାର୍ଥନା ଏଇଟା ବ୍ୟାଲେନ୍ସ ହେବା ଦରକାର। ଗୋଟେ ଖ୍ରୀଷ୍ଟିୟାନ ଜୀବନ କେମିତି, ଦିଟା, ଗୋଟେ ହଉଛି ଈଶ୍ୱରଙ୍କ ବାକ୍ୟ ଆଉ ଗୋଟେ ହଉଛି ପ୍ରାର୍ଥନା। ମାନେ ଏଇଟା ଗୋଟେ ପକ୍ଷୀର ଦିଟା ଟେଣା ଭଳିଆ। ଆମେ ଅନେକ ଲୋକ ଖାଲି ବାକ୍ୟ ପଢୁଛୁ, ପ୍ରାର୍ଥନା କରୁଛୁ। ଆଉ ଅନେକ ବହୁତ ପ୍ରାର୍ଥନା କରନ୍ତି, ବାଇବଲ ପଢନ୍ତି, ବଡ ବଡ ଫଳ ପଢିଛନ୍ତି, କାମ ସରି ଅଳ୍ପ ତାଙ୍କର ପସନ୍ଦର କିଛି ପର୍ସନ ପଢି ଦିଅନ୍ତି, କିଛି ଡେଇଲି ଡିଭୋସନ ରଖିଛନ୍ତି, ଛୋଟ ଛୋଟ ବହି ଗୁଡାକ ରଖିଛନ୍ତି, ଛୋଟି ବହି ଗୁଡାକ ସେଇଟା କାଢନ୍ତି, ପଢନ୍ତି, ବନ୍ଦ କରନ୍ତି। ଆଉ ବେଳେ ପରେ ବି ପ୍ରାର୍ଥନା ଥାଏ, ସେତିକି ପ୍ରାର୍ଥନା କର। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ବାଇବଲ କଣ, ଈଶ୍ୱର କଣ କହିବା ପାଇଁ ଚାହାନ୍ତି। ପ୍ରଭୁ ଯାହା କୁହନ୍ତି ବାଇବଲ ଦ୍ୱାରା କୁହନ୍ତି, ବାକ୍ୟ ଦ୍ୱାରା କୁହନ୍ତି, ବାକ୍ୟ ବାହାରେ କୁହନ୍ତି। ତେଣୁ ବାକ୍ୟ ଶୁଣିବା ସମୟ ଆପଣ କହୁଛନ୍ତି ନା, ଆଜ୍ଞା ଆଜି ପ୍ରଭୁ ମତେ କଥା ହେଲେ, କେମିତି କଥା ହେଲେ, ଥ୍ରୁ ହିଜ୍ ୱାର୍ଡ, ତାଙ୍କ ବାକ୍ୟ ଦ୍ୱାରା ସେ କଥା ହେଲେ। ଆମେ କେମିତି କଥା ହଉ, ଆମେ ପ୍ରାର୍ଥନା ଦ୍ୱାରା କହୁ। ତ ପ୍ରିୟ ଭାଇ ଭଉଣୀ ମାନେ, ଅନେକ ଲୋକ କଣ କରନ୍ତି, ଖାଲି ବାକ୍ୟ ପଢନ୍ତି, ଶୁଣନ୍ତି, କିନ୍ତୁ କିଛି କୁହନ୍ତି ନାହିଁ। ଅନେକ ଲୋକ ଖାଲି କୁହନ୍ତି କିନ୍ତୁ ଶୁଣନ୍ତି ନାହିଁ। ଆଜିକାଲି ଏମିତି ସେସନ ହେଇଗଲାଣି, କିଏ ଶୁଣିବା ପାଇଁ ପ୍ରସ୍ତୁତ ନା, କେହି ଶୁଣିବା ପାଇଁ, ଖାଲି କହିବା ପାଇଁ ପ୍ରସ୍ତୁତ। ସେଇ ସମୟରେ ସାମୁଏଲ କଣ ବୋଲି କହୁଛନ୍ତି, କୁହନ୍ତୁ ଆପଣଙ୍କର ଦାସ ଶୁଣୁଅଛି। ଆଜିର ସାମୁଏଲ କଣ ବୋଲି କହୁଛନ୍ତି, ଶୁଣନ୍ତୁ ଆପଣଙ୍କ ଦାସ କଣ କହୁଅଛି। ଆମେ ହିଁ କହିଥାଉଛୁ। ପ୍ରିୟ ଭାଇ ଭଉଣୀ, ବ୍ୟାଲେନ୍ସ ହେବା ଦରକାର। ଅନେକ ଫାଷ୍ଟିଂ ପିରିୟଡ ଦେଖିଲେ ବାକ୍ୟ ନଥିବ, ଖାଲି ପ୍ରାର୍ଥନା ହେଇଥିବ। ମାନେ ଆମେ ହିଁ କହୁଛୁ, ପ୍ରଭୁ କଣ କହୁଛନ୍ତି ଶୁଣୁନା। ଆମର କନଭରସେସନଟା ବହୁତ ସାଇଡ ହେବା ଦରକାର। ସେ ବି କହିବା ଦରକାର, ଆମେ ବି ତାଙ୍କୁ କହିବା ଦରକାର। ସେ କେମିତି କୁହନ୍ତି, ତାଙ୍କ ବାକ୍ୟ ଦ୍ୱାରା କୁହନ୍ତି, ଆମେ କେମିତି କଥା ହଉ, ଆମେ ପ୍ରାର୍ଥନା ଦରକାର। এইটা হচ্ছে ব্যালেন্স। প্রিয় ভাই বোন মানে, প্রভু আমাকে অনুগ্রহ করুন। বাক্য পৃথিবীর ସବୁଠାରୁ ଶକ୍ତିଶାଳୀ ବିଷୟ କଣ, ବାକ୍ୟ। ପ୍ରଭୁ ଆମକୁ କଣ ଶକ୍ତିଶାଳୀ ବିଷୟ ଦେଇଛନ୍ତି, ପ୍ରାର୍ଥନା। ବାକ୍ୟ ଦ୍ୱାରା ସେ ପୃଥିବୀରେ ତାଙ୍କର କାର୍ଯ୍ୟ ସାଧନ କରନ୍ତି, ଆଉ ପ୍ରାର୍ଥନା ଦ୍ୱାରା ସେ ସ୍ୱର୍ଗରୁ ଆମର କଥାକୁ ସେ ଗ୍ରହଣ କରନ୍ତି। ବିଶ୍ୱାସ କରି ତୁମେ ଯାହା କିଛି ମାଗ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଖ୍ରୀଷ୍ଟିଆନ ମାନେ କେତେ ସୌଭାଗ୍ୟଶାଳୀ, ଯେଭଳି ଜୀବିତ ଈଶ୍ୱରଙ୍କର ବାକ୍ୟ ଆମ ଠାରେ ଅଛି। ଯୋଉ ବାକ୍ୟ ପଠେଇଛ ସତ୍ୟ କରନ୍ତି, ଯୋଉ ବାକ୍ୟର ଶକ୍ତି ଅଛି, ଯୋଉ ବାକ୍ୟକୁ କେହି ଖଣ୍ଡନ କରିପାରିବନି। ଆମେ ଗାଉଛୁ ସେ ଗୀତଟା, ଚିରସ୍ଥାୟୀ ସେ ବିଧାନ ନହିବ କେବେ ଖଣ୍ଡନ। ଆଜି ପର୍ଯ୍ୟନ୍ତ এই ବାକ୍ୟକୁ କେହି ଖଣ୍ଡନ କରିପାରେ। ଯେଉଁମାନେ ୟାର ସିଆର କହୁଛନ୍ତି, ଟିକେ ବୁଝିଛନ୍ତି। ବାଇବଲକୁ ଭୁଲ ବୋଲି ବ୍ୟାଖ୍ୟା କରିବା ଲୋକ ବହୁତ କମ ଲୋକ ଅଛନ୍ତି, ଯେଉଁମାନେ ବାଇବଲକୁ ଭଲରେ ବୁଝି ନାହାନ୍ତି। ଥରେ ଜଣେ ବ୍ୟକ୍ତିଗତ ମୋ ସାକ୍ଷାତ ହେଇଥିଲା। ସେ ଗୋଟେ ବାଇବେଲ କଲେଜରେ ପଢଉଛନ୍ତି। ମତେ କହିଲେ, ଆଜ୍ଞା ଇଏ ବହୁତ ପାଠ ପଢିଛନ୍ତି, ଆଜ୍ଞା ଏ ଡବଲ PhD କରିଛନ୍ତି, ଏ ଫିଜିକ୍ସରେ ବି କରିଛନ୍ତି,
ଆଉ କେମିଷ୍ଟ୍ରି ନା କଣ ଆଉ ଗୋଟେ ସବଜେକ୍ଟ ନାଇଁ ବି ପିଏଚଡି କରି ଡବଲ ପିଏଚଡି ଆଜ୍ଞା। ମୁଁ କହିଲି ଏଇଠି କଣ କରୁଛନ୍ତି ନାଇଁ ଯେ ସେ ତାଙ୍କ ଲେକ୍ଚରସିପ୍ ଛାଡ଼ିଲେ ଆଉ ଆସିକରି ଏଠି ପଢଉଛନ୍ତି। ମୁଁ କହିଲି କେମିତି ଏଟା ହେଲା? ସିଏ ଆଜ୍ଞା ନାସ୍ତିକଟା ସେ ଅଙ୍କ ଧର୍ମାବଲମ୍ବୀ ଥିଲେ ଆଉ ସେ ନାସ୍ତିକ ଥିଲେ। ତାପରେ ଦିନେ କଣ ହେଲା ସେ ବାଇବଲ ପଢିବାକୁ ଆରମ୍ଭ କଲେ। ବାଇବଲରେ କଣ କଣ ଭୁଲ ଅଛି ମୁଁ କାଢିବି ଆଉ ଖ୍ରୀଷ୍ଟିଆନ ମାନଙ୍କୁ କହିବି ଯେ ତମର ବାଇବଲରେ ଏଇଟା ଏଇଟା ଭୁଲ ଅଛି, ଏଇ ପେଜରେ ଏଇଟା ଭୁଲ ଅଛି, ଏଇ ଲାଇନରେ ଏଇଟା ଭୁଲ ଅଛି। ପୁରା ତନ୍ନ କରି ବର୍ଷ ଦିବସ ପଢିଲା। ସେ ମତେ କହୁଛନ୍ତି ନିଜେ ବାଇବଲରେ କଣ କଣ ଭୁଲ ଅଛି ତାହା ଖୋଜିବା ପାଇଁ ଅପେକ୍ଷା କଲି ଆଉ ବାଇବଲର ଭୁଲ କଣ ଖୋଜିବି ମୁଁ ବାଇବଲ ପଢୁ ପଢୁ ମୋର ଭୁଲ ମୁଁ ଦେଖିବି। କାରଣ ବାଇବଲ ହଉଛି ଈଶ୍ୱରଙ୍କ ମିରର ଯୋଉଠି ଆମର ଚେହେରାକୁ ଆମେ ଦେଖିଛୁ। ଆମେ ପ୍ରଚାର କରିବା ସମୟରେ ଲୋକମାନେ କାହିଁକି ବିରକ୍ତ ହଉଛନ୍ତି? ଏ ଆମର କଥା କହୁଛନ୍ତି, ଏ ଆମର ଘରର କଥା କହୁଛନ୍ତି, ଏ ପିଲାମାନଙ୍କ କଥା କହୁଛନ୍ତି, ଆମର ମନରେ କଥା କହୁଛନ୍ତି, କାହିଁକି କହିବା ସମୟରେ ମିରରରେ ତାଙ୍କ ଅବସ୍ଥା ଦେଖିବ। କିଏ ଗୋଟେ କହିଦେଇଯିବ ନା ଆମ କଥା, କିଏ ଗୋଟେ କହିଦେଇଛି ଅନେକ ଥର ମସ୍ତ ହେଇଛି। ମତେ ବେଳେ କହୁଛି ଆଜ୍ଞା କିଏ କହିଲା ଆଜ୍ଞା ଆମ ଘର କଥା, ମୋ ପିଲା କଥା ଆପଣ କିଏ କହିଲା ଆଜ୍ଞା? ମୁଁ କହିଲି କଣ ହେଲା ନା କିଏ କହିଥିବ କଣ କହିଥିବ ନା ଆପଣ ଯାହା କହୁଥିଲେ। ମୁଁ କହିଲି ସକାଳେ ଓହ୍ଲେଇଲି ବସରେ ରାତି ସାରା ଅନିଦ୍ରା ହେଇଥିଲି ସେ ରୁମରେ ଗଲି ଫ୍ରେଶ ହେଲି ଭଲ ନିଦ ବି ଯାଇନାହିଁ ଜଳଖିଆ ବି ଭଲ ଖାଇନାହିଁ ଫେର ତ ଷ୍ଟେଜକୁ ଖସାରି ଆଣିଲ ସେଟା ଷ୍ଟେଜରେ ଠିଆ ହେଇଛି ମତେ କେତେ ମୋର କଥା କହିବି ତମ ନାଁ କଣ ତମେ କୋଉଠୁ ଆସୁଛ ସାଇଲେଣ୍ଟ ହେଇଯାଏ। ମୁଁ ତୁମକୁ ଜାଣିନାହିଁ ତୁମର ନାଁ ବି ଜାଣେ ତୋ ପୁଅ କିଏ ଜାଣିନାହିଁ ତୋର ବିଷୟରେ ମୁଁ କେତେ ଜାଣିବି କିନ୍ତୁ ବାକ୍ୟ କରିବା ସମୟରେ ସଠିକ ଭାବରେ ତାଙ୍କର ଅବସ୍ଥା ସେ ଦେଖା। ତ ସେଇ ପ୍ରଫେସର ବ୍ୟକ୍ତି ମତେ କଣ କହିଲେ ଆଜ୍ଞା ବାଇବଲରେ ମୁଁ ଭୁଲ ଖୋଜୁ ଖୋଜୁ ମୋର ଭୁଲ ଦେଖିଲି ତାପରେ ମୁଁ ଜାଣିଲି ଯେ ନାଇଁ ଏଇ ଚାକିରିଟା ମୋ ପାଇଁ ଠିକ ନାହିଁ ଏ ବହିର ସେବା କରିବି ବୋଲି ଆଜ୍ଞା ମୁଁ ବାଇବଲ କଲେଜରେ ଆସିଛି ଆଉ ପିଲାମାନଙ୍କୁ ମୁଁ ଶିଖାଉଛି। ପ୍ରିୟ ଭାଇ ଭଉଣୀ ମାନେ ବାଇବଲ ଏକ ନିର୍ଭୁଲ ପୁସ୍ତକ ସମ୍ପୂର୍ଣ୍ଣ ସତ୍ୟ ଅଟେ। ପ୍ରଭୁ ତ କହୁଛନ୍ତି କରିବେ ବାକି 5 ପର୍ବତ ରକ୍ଷପଦ ବାକି 5 ପର୍ବତ ରକ୍ଷପଦ କଣ ଏକ ମାତ୍ରା କି ଏକ ବିନ୍ଦୁ ଆମେ ଦେଖନ୍ତୁ ବାଇବଲର ଗୋଟିଏ ମାତ୍ରା ଗୋଟେ ବିନ୍ଦୁର ଅଥେଣ୍ଟିକ ଅଛି। ଭାରତରେ ଯେତିକି ଥିବ ସବୁ କାହାଣୀ ଗୁଡାକ ଅଛନ୍ତି କି ନାଇଁ ଜଣା ନାହିଁ ସେଇଟାକୁ ନେଇ ବାଇବଲ ସହିତ ଲଢେଇ କଲେ ହବ କି ସେଥିପାଇଁ ଲୋକ ଦେଖିବେ ଏମାନଙ୍କୁ ବାଇବଲର ସହ କଥା ହିଁ ହେବନି ଏମାନଙ୍କୁ ଠେଙ୍ଗା ଭଳି ଦରକାର ଏମାନଙ୍କୁ ବାଡେଇବା ଜୋତ ମାଗିବା ଗୋଡେଇବା ଏମାନଙ୍କୁ ଅଙ୍କମ କେସରେ ପକେଇଦେବା ଏମାନଙ୍କୁ କନଭର୍ସନ କେସରେ ପକେଇଦେବା ତମ ଶାସ୍ତ୍ର ଧରି ସେଥିରେ କଥା ହେଇକି ଦେଖ। ମୋର ପ୍ରିୟ ମାନେ ବାଇବଲର ଅଥେଣ୍ଟିକ ଏଇଟା ଅଟେ ପ୍ରମାଣ ସିଦ୍ଧତା ଏଇଟା ଅଟେ ଯେ ଏଇଟା କଣ ଗୋଟେ ମାତ୍ରା କି ଗୋଟେ ବିନ୍ଦୁ ମଧ୍ୟ ଲୋପ ହବନି। ଏବେ ପୃଥିବୀରେ ଯାହା ଯାହା ଘଟୁଛି ପ୍ରିୟ ଭାଇ ଭଉଣୀ ମାନେ ବାଇବଲରେ ଅଲରେଡି ଲେଖା ହେଇଥାଏ। 1000 ବର୍ଷ ପୂର୍ବେ ଲେଖା ହେଇଯାଇଛି ଯୋଉଟା ଆଜି ଘଟୁଛି। ଆଜି ଆମେ ନ୍ୟୁଜ ପେପରରେ ପଢୁଛୁ ଆଜି ଆମେ ଟିଭି ନ୍ୟୁଜରେ ଦେଖୁଛୁ ଯୋଉଟା ଅଲରେଡି ବାଇବଲରେ ଲେଖା ହେଇଛି। ତ ବାଇବଲ ସହିତ ଲିଙ୍କ ହେଇଗଲେ ଆଜିର ପରିସ୍ଥିତି ଆପଣ ବୁଝିପାରିବେ। ତ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ସାହାଯ୍ୟ କରନ୍ତୁ ଆମେ ବାଇବଲ ଆଉ ପ୍ରାର୍ଥନାରେ ଆମେ ପ୍ରେରଣା ଦେବା। ପ୍ରଭୁ ମାନଙ୍କୁ ସାହାଯ୍ୟ କରନ୍ତୁ ବାକ୍ୟ ପଢ ପ୍ରାର୍ଥନା ବି କର କିନ୍ତୁ ବାକ୍ୟ ଟିକେ ବେଶୀ ପଢ ପ୍ରାର୍ଥନା ଟିକେ କମ କର। ପ୍ରେରଣା ମାନେ କଣ ସେଇଟା ଆପଣ ଯଦି ବାଇବଲ 35 ମିନିଟ୍ ପଢିବେ ପ୍ରାର୍ଥନା 25 ମିନିଟ୍ କରିବେ ସେମିତି ସେଟାକୁ 31 ମିନିଟ୍ ବାଇବଲ ପଢିଲେ 29 ମିନିଟ୍ ଆପଣ କଣ କରିବେ ପ୍ରାର୍ଥନା କରିବେ ସେମିତି ବାଲାନ୍ସ କରିବେ କାରଣ ପ୍ରଭୁଙ୍କର କଥା ବେଶୀ ଶୁଣିବାର ଅଛି। ପ୍ରିୟ ଭାଇ ଭଉଣୀ ପ୍ରଭୁ ଆମକୁ ସାହାଯ୍ୟ କରୁ। ଅନେକ ଥର ଆମେ ପ୍ରଭୁଙ୍କର କଥା ଶୁଣୁନୁ ଖାଲି ଆମର କଥା କହିବା ପାଇଁ ଚାହୁଁଛୁ ପ୍ରଭୁ ତୁମେ ଶୁଣ ପ୍ରଭୁ ତମକୁ ଶୁଣିବା ପାଇଁ ହେବ ପ୍ରଭୁ ତମେ ନ ଶୁଣିଲେ ମୁଁ ତୁମକୁ ଛାଡ଼ିବି ନାହିଁ ପ୍ରଭୁ। ବାଇବଲ କଣ କହୁଛି ଚିତ୍ତପ୍ରଦେଶ 25 ପର୍ବ ତାର 9 ପଦ Proverbs 28:9 କଣ ହୁଏ ସେ ବାକ୍ୟ ଶୁଣେ ନାହିଁ ବାକ୍ୟ ସତ ଶୁଣିବା
ପଢିବାର ଥିଲେ ବ୍ୟବସ୍ଥା, ଏବେ ବାଇବଲ ଆକାରରେ ଆସିଲା। ତ ଯୋଉ ଲୋକ ବାଇବଲ ପଢିବ ନାହିଁ, ବାଇବଲ ଶୁଣିବ ନାହିଁ, ସେ ପ୍ରାର୍ଥନା କରିବ, ତା ପ୍ରାର୍ଥନା ପ୍ରଭୁ ଶୁଣିବେ। ଘରକୁ ଦେଖୁ ପିଲାମାନେ ବେଳେ ବାପା ଦେଖୁଛ ଡାଡି ଅମକ ଘର ଡାଡି ସବୁ ବାପା କହିଲେ ତମେ ତ ମୋର କଥା ଶୁଣ, ଖାଲି ତମର କଥା ଶୁଣିବି, ମୁଁ ମୋର କଥା ବି ଶୁଣ, ମୋର କଥା ଶୁଣିବ ତମର କଥା ଶୁଣ। ମାନେ ବାପାଙ୍କ କଥା ବି ଶୁଣନ୍ତୁ, ହେଲେ ବାପା ବି ଆପଣଙ୍କ କଥା ଶୁଣିବେ। ବାକ୍ୟ ଶୁଣନ୍ତୁ, ବାକ୍ୟ ପଢନ୍ତୁ, ପ୍ରାର୍ଥନା କରିବା କଥା। ଯିଏ ଭାଇ ଭଉଣୀ ମାନେ ବାପାଙ୍କୁ ସାହାଯ୍ୟ କରନ୍ତୁ। ପ୍ରଭୁଙ୍କ ଦାସଙ୍କ ବିଷୟରେ ମୁଁ ତାଙ୍କ ବାୟୋଗ୍ରାଫି ପଢୁଥିଲି, ସ୍ମିଥ ୱିଗଲ୍ସୱର୍ଥ ବୋଲି, ଆପଣ ୟୁଟ୍ୟୁବରେ ଖୋଜିଲେ ପାଇବେ, ସ୍ମିଥ ୱିଗଲ୍ସୱର୍ଥ। ସେ ବାଇବଲ ଛଡା କିଛି ପଢିନା, ବେଶୀ ପାଠ ତ ପଢି ନାହାନ୍ତି, ବାଇବଲ ଛଡା କିଛି ପଢିବି ନା, କିନ୍ତୁ ପ୍ରଭୁ ତାଙ୍କୁ ହିଷ୍ଟ୍ରିରେ, ହ୍ୟୁମାନ ହିଷ୍ଟ୍ରିରେ ତାଙ୍କ ଭଳିଆ ଆମର ଚର୍ଚ୍ଚ ହିଷ୍ଟ୍ରିରେ ତା ସହିତ ବ୍ୟବହାର ତାଙ୍କ ପରି ଆଉ ଯେତେ ବ୍ୟବହୃତ ହେବାର ମୁଁ ଜାଣିନାହିଁ। ସେ ଗୁଡେ ମଲା ଲୋକ ଉଠେଇଛନ୍ତି, ଆପଣ ତାଙ୍କର ବାୟୋଗ୍ରାଫି ପଢିଲେ ଆପଣ ଜାଣିପାରିବେ। ସେ ବାକ୍ୟକୁ ପ୍ରାଧାନ୍ୟ ଦଉଛନ୍ତି। ସେ ଇଂଲଣ୍ଡର ରାଣୀଙ୍କ ଘରେ ଖାଇବାକୁ ଯାଇ ମଧ୍ୟ ଥରେ ବାଇବଲ ନ ପଢି ଖାଇକି ଖାଇଲି, ସେଠି ବାଇବଲ ପଢା ହେଲା ତାପରେ ଖାଇଲେ। ଇଂଲଣ୍ଡ ରାଣୀ ବସିଛନ୍ତି, ତାଙ୍କର କଲଚର ସେଟା ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ, ବାକ୍ୟକୁ ଶିରୋଧାର୍ଯ୍ୟ କରନ୍ତୁ, ପ୍ରଭୁ ବି ଆପଣଙ୍କୁ ଶିରୋଧାର୍ଯ୍ୟ। ସୁଯୋଗ ମିଳିଲେ ଆପଣ ବାଇବଲ କରିବେ, ତାକୁ ନେଇ ପ୍ରଭୁ କଣ କାର୍ଯ୍ୟ କରିଛନ୍ତି, ଅସାମାନ୍ୟ ଶକ୍ତିର କାର୍ଯ୍ୟ କରିଛନ୍ତି, କିନ୍ତୁ ତାଙ୍କର ପ୍ରଚାର ମଧ୍ୟ ଆପଣ ଦେଖିବେ, ତାଙ୍କ ପ୍ରଚାର ଭଳିଆ ପ୍ରଚାର। ତାଙ୍କର ଲେଖା ଗୁଡାକ ଆପଣ ପଢନ୍ତୁ, ଏତେ ଟଫ୍, ଏତେ ବାଇବଲ ଉପରେ ଆଧାରିତ ଥାଏ, କିନ୍ତୁ ମିରାକଲ ବିଷୟରେ ଯୋଉ ଲୋକର ଦିଟା ଗୋଡ ଆଣ୍ଠୁର ତଳେ ତାର ଗୋଡ ନଥିଲେ, ତାଙ୍କ ଘରେ ଅତିଥି ଯାଇଥିଲେ, ଆଉ ରାତିରେ ତାଙ୍କୁ କହିଲେ ଯେ ତୁମେ ସକାଳେ ଯିବ ତମ ପାଇଁ ବୁଟ କିଣିକି ଆଣିବ। ଯାହାର ଗୋଡ ନାହିଁ ତାକୁ ବୁଟ କିଣିବା ପାଇଁ କହୁଛନ୍ତି। ଇଏ ଭାବିଲେ ସମସ୍ତେ ତ ଥଟ୍ଟା କରୁଛନ୍ତି, ଠିକ ଅଛି, ଇଏ ବି ଥଟ୍ଟା କରନ୍ତୁ। ଏ ଶୋଇବାକୁ ଯିବା ସମୟରେ ପ୍ରଭୁଙ୍କର ଦୂତ ଆସି କହିଲେ ଯେ, ପ୍ରଭୁ ଆସି କହିଲେ ଯେ ମୋର ଦାସ ତୁମକୁ ଯେମିତି କହିଛନ୍ତି ସେମିତି କର। ରାତିରେ ସେ ଶୋଇପାରି ନାହାନ୍ତି, ସକାଳୁ ଉଠି ଟେକ୍ସି ଭଡା କରି ସହରକୁ ଗଲେ ଜୋତା କିଣିବା, ଜୋତା ଦୋକାନ ସାମ୍ନାରେ ବସିଛନ୍ତି। ଜୋତା ଦୋକାନ ପଚାରିଛି କୋଉ କଲର କୋଉ ସାଇଜ, ଗଳତି ଲୋକ କଲର ଧରିକି ସାଇଜ କରୁ, ତାପରେ ଦେଖିଲା ଗୋଡ ନାହିଁ, ସରି ସାର୍ ଆଜ୍ଞା ଖେଳି, ତାପରେ ବିଶ୍ୱାସ କରିଲେ ଅମକ କଲର ଅମକ ସାଇଜ। ସେ ଜୋତା ଆଣିଲେ, ଇଏ ଖାଲି ଜଙ୍ଘକୁ ଟିକେ ହଲେଇଲେ, ଜଙ୍ଘ ହଲେଇଲାରୁ ସେ ଜଙ୍ଘ ଭିତରୁ ଗୋଟେ ଫ୍ରେଶ ଗୋଡ ବାହାରୁ, ଦୁଇଟା ନୂଆ ଗୋଡ ତାଙ୍କର ବାହାରିଲା। ସେ ବୁଟ ପିନ୍ଧିଲେ ଆଉ ଥାଇକି ସ୍ମିଥ ପାଖକୁ ଆସିଲା, କହୁଛନ୍ତି ଦେଖ ସ୍ମିଥ ମୁଁ ଠିଆ କରିଛି, ପ୍ରଭୁ ବାସ୍ତବରେ ମହାନ। ଏତେ ଆଶ୍ଚର୍ଯ୍ୟ କାହିଁକି ହେଇଯାଉଛ? ଯୋଉ ପରିବେଶ କହିବାରୁ ସମୁଦାୟ ବିଶ୍ୱ ସୃଷ୍ଟି, ତାଙ୍କ ପାଖରେ ଏଇଟା କଣ ଅଛି? ମୋର ପ୍ରିୟ ଭାଇ ଭଉଣୀ ମୁଁ କହିବା ପାଇଁ ଚାହେଁ, ପ୍ରଭୁକୁ ଯେତିକି ଗୌରବ ଦିଅନ୍ତି ପ୍ରଭୁ ସେମାନଙ୍କୁ ସେତିକି ଗୌରବ। ମୁଁ କହିବା ପାଇଁ ଚାହେଁ, ବାକ୍ୟକୁ ଶିରୋଧାର୍ଯ୍ୟ କରନ୍ତୁ। ପ୍ରୋବ୍ଲେମ ଜବରେ କ୍ରାଇସିସ୍ ଅଛି, ହେଲ୍ଥରେ କ୍ରାଇସିସ୍ ଅଛି, ଯେଉଁମାନେ ରୋଗରେ କଷ୍ଟ ପାଉଛନ୍ତି ବାଇବଲ ପଢନ୍ତୁ। ମୁଁ ଅନେକଙ୍କୁ କହିଛି, ଆପଣଙ୍କ ଯଦି ଡକ୍ଟର କହିଲା ତେବେ ଭଲ ହେବ ନାହିଁ ବୋଲି, ଘରେ ଆସିବେ, ସକାଳେ ଗୋଟେ ଚାପ୍ଟର ଖାଇବା ପୂର୍ବରୁ, ଦିନ ବେଳେ ଗୋଟେ ଚାପ୍ଟର ଖାଇଲା ପରେ, ରାତିରେ ଗୋଟେ ଚାପ୍ଟର ଶୋଇଲା ପୂର୍ବରୁ, ତିନିଟା ବଟି ନିଅନ୍ତୁ। ଡେଲି 3 ଚାପ୍ଟର ପଢନ୍ତୁ, ଆପଣଙ୍କ ରୋଗ ସୁସ୍ଥ ହେଇଯାଏ। ତାପରେ ବାକ୍ୟ ଦ୍ୱାରା ସୁସ୍ଥ କରନ୍ତି ମଧ୍ୟ। ମୁଁ ଅନେକଙ୍କ ଜୀବନରେ କହିଛି, ସେମାନେ ବି କହିଛନ୍ତି ଆଜ୍ଞା ମୋର ଭଲ ହେଇଗଲା, ବାଇବଲ ପଢିବୁ ନାହିଁ, ବାକ୍ୟ ଶୁଣିବୁ ନାହିଁ, ସୁସ୍ଥତା। ଔଷଧ କିଣିକି ଆମେ କଣ କରୁଛୁ, ଚୁଡା ମୁଢି ଭଳିଆ ଖାଉଛୁ, 1000 ତମ ଔଷଧ ଖାଇ ଜାଣିଛୁ, କିନ୍ତୁ ବାଇବଲ ପଢିକି ପ୍ରାର୍ଥନା ସୁସ୍ଥ କଥା ଆମେ ଜାଣେ। ଆମେ ଭାବୁଛୁ ମତେ ଜୀବନ ସାରା ଏ ମେଡିସିନ ସହିତ ରହିବା ପଡିବ ବୋଲି ଭାବୁ, ଆପଣ ବିଶ୍ୱାସ ତ ବଢିପାରିବେ। ଔଷଧ ଖାଇବାକୁ ମନା କରୁନାହିଁ, କିନ୍ତୁ ବାଇବଲ ପଢିବ, କିନ୍ତୁ ମୁଁ କହୁଛି ବାଇବଲ ପଢନ୍ତୁ, ପ୍ରାର୍ଥନା କରନ୍ତୁ, ଗୋଟେ ସମୟ ଡକ୍ଟର ନିଜେ କହିବ ଡିକ୍ଲେୟାର କରନ୍ତୁ ମୋ ଦେହର ରୋଗ ନାହିଁ। ପ୍ରିୟ ଭାଇ ଭଉଣୀ ମୁଁ କହିବା ପାଇଁ, ମୋର ଶରୀରରେ ମଧ୍ୟ ଗୁଡେ ସମସ୍ୟା ଅଛି, ଗୁଡେ ସମସ୍ୟା ଅଛି। ତେଣୁ ଡକ୍ଟର କହିଲା ତୁମେ 6 ମାସ ବଞ୍ଚିବ ନାହିଁ। ମୁଁ ତାକୁ କହିଲି ଆଜ୍ଞା ନେକ୍ସଟ ଇୟର ଆପଣଙ୍କ ଦେଖା କରିବି, ଆଉ ନେକ୍ସଟ ଇୟର ଦେଖା କଲି ତାଙ୍କୁ।
से कहले को डॉक्टर देखेल मु कहले आप प्रेस्क्रिप्शन गोटे मेडिसिन खाइले तुमे जो कह मरब 6 मास बोलिक मोर मरवा डेट डॉक्टर डिसाइड कर मोर मरवा डेट मोर प्रभु डिसाइड कर मोर प्रभु जानी मुझे दिन निश्वास बंचु मोर प्रिय मान मुझे जानी बाइबल परमेश्वर सत्य परमेश्वर वाक्य विश्वास करूँ प्रार्थना करूँ कि प्रार्थना करने पूर्व बाइबल पढ़ू बाइबल पढ़ा प्रार्थना करूँ प्रिय भाई भाई मैंने ये दिन मान देखिए अनेक प्रभु दास मान गुड़े कार्य व्यस्त न करवा कम गुड़ा कर पकाउन मैंने ओवर बिजी अच्छा मुझे कहना प्रभु दास मान कार्य कौन है दरकार हमारे बहुत व्यस्त भाराक्रांत अनेक प्रभु दास मैंने वर्कलोड सकाशे ड्यूटी नॉर्मल होनी डाइट नॉर्मल होनी भल कहीं वर्क कहीं आप अनेक दायित्व कहीं दौना कहीं विश्वास करना विश्वास करना विश्वास करूँ दायित्व दिंतु तैयारी करूँ दिन दिन ना दिन आप छाड़ी जी अनेक सेवा कार्य मुझे देखी अनेक अनुष्ठान सेवा कार्य देखी अनेक मंडल सेवा कार्य देखी समय पूर्व अन्य दायित्व दे शिखाई ना सेकेंड लाइन जो तैयारी करना आज से सेवा कार्य पूरा भांगी पड़ी कारण से चलीगला पर सेवा बंद हो मोर प्रिय भाई भाई मैंने मशा को दिन मरवा पड़ो कि मशा मरवा पूर्व झील सब तैयारी कर पाउल तिमोथी को तैयारी कले आपण कहानी को तैयारी कर प्रभु दास मान तैयारी कर भाई भाई मान प्रभु मान अनुग्रह कर प्रभु मान अनुग्रह कर एक कथा बुझापी प्रभु दास मैंने जो कार्य व्यस्त थी कथा से कार्य व्यस्त थी जो कार्य आम करवा से कार्य मुझे कर देखिए अनेक प्रभु दास मैंने कहते मो रेवरेंड डॉक्टर संत संत कहते कौन कर दायित्व नहीं कौन कर बिल्डिंग से दिन परिवर्तन नहीं कंस्ट्रक्शन चली दायित्व दिखाँ फिर दायित्व दिखाँ ऑफिस दिन राति बसर आवश्यक ना भल आम पिला पाठ पढ़ुन भल यूज कर कौन प्रिय भाई भाई मैंने मंडली आमर दायित्व आम बुझार गाँव दायित्व से बुझी हाथ दायित्व हाथ कर घर दायित्व घर कर प्रभु सेवक मैंने वर्कलोड सकाशे बहुत कष्ट पाए आप देखिए से गोटे घटना घटी तार 6 पर्व तार 4 पद आप दुई पद पढ़ी आस 2 ରୁ 4 ବାକ୍ୟ ପ୍ରଚାର ପରିତ୍ୟାଗ ପରିବେଷଣରେ ଆମମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ଅତଏବ ଭାଇମାନେ ଯେଉଁମାନଙ୍କୁ ଆତ୍ମାରେ ଏହି କାର୍ଯ୍ୟରେ ନିଯୁକ୍ତ କରିବା ଏପରି ସୁଖ୍ୟାତି ସଫଳ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ 7 ଜଣଙ୍କୁ ଆପଣମାନଙ୍କ ମଧ୍ୟରେ ସ୍ଥିର କରନ୍ତୁ କିନ୍ତୁ ଆମେମାନେ ପ୍ରାର୍ଥନାରେ ଓ ବାକ୍ୟ ପରିଚର୍ୟା ଏକାନ୍ତ ଭାବେ ଲାଗି ରହିବା दायित्व दिंतु चर्च दायित्व अन्य दिंतु आप भाव विश्वस्त ना विश्वस्त ज्ञान दिंतु थे आपड़ भी विश्वस्त नी आप दायित्व सफल नी आप जानी रखिए कि मोर प्रिय मैंने दायित्व देवा दर्शन शिखी आप शिखा बापा भाव शिखा पिला हाथ जाना शिखा लिखा शिखा प्रोब्लेम को क्राइसिस को हैंडल कर सीखा प्रिय भाई भाई मान प्रभु मान अनुग्रह कर ये देखु कौन प्रेरित मैंने कहते कि आम मैंने प्रार्थना वाक्य परिचर्या एकाग्र भाव लगी रही प्रार्थना और वाक्य परिचर्या ये बैलेंस हवा दरकार प्रार्थना और वाक्य प्रार्थना और बाइबल प्रेयर एंड वर्ड ऑफ गॉड ये बैलेंस हवा दरकार प्रिय भाई भाई मैंने आमर मोर गोटे लाइफ टाइम गोटे विजन मोर अच्छी प्रेइंग एंड प्रीचिंग और द्वितीय काम ना प्रभु का तो कम्युनिकेट करेगी और प्रभु जहाँ कले लोक मान कम्युनिकेट क्या और द्वितीय काम किसी मोर मान जब प्रभु का रोग मैं शुणी ना लोक मान कौन
ପ୍ରଭୁଙ୍କ ସନ୍ନିଧିରେ ବସିବି ନା କଣ ମୁଁ କହିପାରିବି? ବାକ୍ୟ ପଢିବା ଦରକାର, ବାକ୍ୟ ଶୁଣିବା ଦରକାର, ବାକ୍ୟ ବୁଝିବା ଦରକାର। ପ୍ରଭୁ କଣ କହୁଛନ୍ତି? ପ୍ରିୟ ଭାଇ ଭଉଣୀ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ୟାରେଣ୍ଟସ୍ ହୁଅନ୍ତୁ। ଅନେକ ଖାଲି ବାକ୍ୟ ପ୍ରଚାର ନୁହେଁ, ପ୍ରାର୍ଥନା ବି ଦରକାର। ଆପଣଙ୍କ ଜୀବନରେ ବାଇବଲ ପଢନ୍ତୁ, ପ୍ରାର୍ଥନା କରନ୍ତୁ। ଆମେ ସେ ଗୀତ ଗାଉଛୁ ନା, ସନ୍ଡେ ସ୍କୁଲରେ ଗାଉଥିଲେ, ଏବେ ଗାଉନୁ ସେଇଟା। ମୁଁ ଯେତେବେଳେ ସନ୍ଡେ ସ୍କୁଲରେ ଥିଲି ସେ ଗୀତ ଗାଉଥିଲେ। ବାଇବଲ ପଢ, ପ୍ରାର୍ଥନା କର, ନୀତି ବଢିଯାଅ। ଏଇଟା ବିବେଶ ଶିଖାଏ। ବାଇବଲ ପଢ, ପ୍ରାର୍ଥନା ପଢିବା ପାଇଁ ଏଗୁଡା ଦରକାର। ଆପଣ ଆରାମରେ ଉଡି ପାରିବେ। ଆପଣଙ୍କୁ ଗୋଟିଏ ଜାଗାରେ ଉଡି ପାରିବେ ନା, ଗୋଟିଏ ଜାଗା ବିନା ଆଉ ଗୋଟେ ଜାଗା ଯାଇପାରିବେ ନା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏଇଟା ହଉଛି ଆମର ଲାଇଫରେ ବ୍ୟାଲେନ୍ସ ରହିବା ଦରକାର। ତାପରେ କୋଉଠି ବ୍ୟାଲେନ୍ସ ହେବା ଦରକାର? ପଢିବେ ଦୟାକରି ଆଦି ପୁସ୍ତକ ତାର 24 ପର୍ବ 35 ପର୍ବ, ଆଦି 24-35। କଣ କହୁଛନ୍ତି ସେ? ସଦାପ୍ରଭୁ ମୋ ପ୍ରସ୍ତାବକୁ ଅତିଶୟ ଆଶୀର୍ବାଦ କରିବେ। ଏଇଟା ହଉଛି ପ୍ରସ୍ତୁତି। ଏଇଟା ହଉଛି ପ୍ରସ୍ତୁତି। କଣ ଦେଇଛନ୍ତି ତାକୁ? କଥା କି ସୁନ୍ଦର ଦେଖୁଛନ୍ତି। ସଦାପ୍ରଭୁ ଅତିଶୟ ଆଶୀର୍ବାଦ କରିଅଛନ୍ତି। ତେଣୁ ସେ ବଡ ଲୋକ ହୋଇଅଛନ୍ତି। ଆଉ ସଦାପ୍ରଭୁ ତାଙ୍କୁ ପଲ ଜମେଛନ୍ତି। ରୂପା, ସୁନା, ଦାସ ଦାସୀ, ଅଟ, ଗନ୍ଧ ଦେଇଅଛନ୍ତି। ଏଇଟା ଗୋଟେ ବ୍ଲେସିଂ। ଆପଣ ଆଇବକ ପୁସ୍ତକ ଦେଖିବେ, ଆଇବ ପୁସ୍ତକରେ ସେଇଆ ଦେଖୁଛନ୍ତି। କିନ୍ତୁ ଆମେ କେବଳ ଆଇବକର ଆଶୀର୍ବାଦକୁ ଦେଖିକି ଆମେ ଭାବୁଛୁ ପ୍ରଭୁ ତାଙ୍କୁ ଆଶୀର୍ବାଦ କରିଥିଲେ, ଏତେ ଆଶୀର୍ବାଦ କରିଥିଲେ। କିନ୍ତୁ ଅପର ପାର୍ଶ୍ୱକୁ ଆମେ ଦେଖୁ, ଅପର ପାର୍ଶ୍ୱକୁ ଆମେ ଦେଖିବା ପାଇଁ ଇଚ୍ଛା ମଧ୍ୟ କରୁ। 2 ପର୍ବ 10 ପଦ, ଆଇବ 2 ପର୍ବ 10 ପଦ। ମାନେ ମଙ୍ଗଳ ଗ୍ରହଣ ଖାଲି ଆଶୀର୍ବାଦ ସାଉଠି ମୁଁ ତାହା ନୁହେଁ। ଆଶୀର୍ବାଦ ଗଲା ପରେ ମଧ୍ୟ ଆମେ ବ୍ୟାଲେନ୍ସ ରହିବାର। ଆଇବଙ୍କର ପ୍ରାଚୁର୍ଯ୍ୟତା ଥିଲା ତମ୍ବୁରେ ବାସ କଲେ, ଘର ବନେଇଲେ ନାହିଁ, ତାଙ୍କ ଦୃଷ୍ଟି ଥିଲା ସେଇଠି। ମାନେ ପ୍ରାଚୁର୍ଯ୍ୟତାରେ ଆପଣ ରହିଯାଆନ୍ତୁ ନାହିଁ। ଇଚ୍ଛା ଆସିପାରେ, ଅଭାବ ଆସିପାରେ, ଆପଣଙ୍କ ସମ୍ପତ୍ତି ଚାଲି ଯାଇପାରେ, ପ୍ରାଚୁର୍ଯ୍ୟତା ଚାଲି ଯାଇପାରେ, ଆପଣଙ୍କ ନିମସ ହେଇଯାଇପାରେ, ଆପଣଙ୍କ ଗାଡି ନଷ୍ଟ ହେଇଯାଇପାରେ। ବ୍ୟାଲେନ୍ସ ଅଛି ତ ପ୍ରେଜ୍ ଦ ଲର୍ଡ, ନାଇଁ ତ ହାଲେଲୁୟା। ଠିକ କଥା। ଆମେ ପାଉଲଙ୍କ ଜୀବନ ଦେଖୁଛୁ। କଣ କହୁଛନ୍ତି? ମୁଁ ପ୍ରଚୁରତା ଭୋଗ କରି ଜାଣେ, ଦୀନତା ବି ଭୋଗ କରି। ତ ପ୍ରଚୁରତା ଆଉ ଦୀନତା ରହିଥିବ, ପ୍ରାଚୁର୍ଯ୍ୟତା ଆଉ ଦୀନତା ରହିଥିବ। ଏଇଟା ଆମେ ବାଇବଲରେ କିଛି ଜଣଙ୍କ ପ୍ରାଚୁର୍ଯ୍ୟତା ଦେଖୁ, କିନ୍ତୁ ଆମେ କିଛି ଜଣଙ୍କୁ ଦୀନତାରେ ବି ଦେଖୁ। ଆମେ ସୁଖ ଭୋଗ କରିବା ଲୋକମାନଙ୍କୁ ଦେଖିଛୁ, ଦୁଃଖ ଭୋଗ କରିବା ଲୋକମାନଙ୍କୁ ଦେଖିଛୁ। ଆମେ ସୁଖ ଭୋଗୀ ମାନଙ୍କୁ ଦେଖି କହୁଛୁ ବ୍ଲେସଡ୍ ପର୍ସନ୍, ଦୁଃଖ ଭୋଗ କରିବା ଦେଖି କଣ କହୁଛୁ ପ୍ରଭୁ କଣ କଲେ ତାଙ୍କ ସହିତ। ବହୁତ ଦୁଃଖ, ତାଙ୍କୁ ଦେଖିକି ମୁଁ ବହୁତ ଦୁଃଖିତ ଅଟେ। ବ୍ୟାଲେନ୍ସ ଆମର ହେଇଗଲା। ଦେଖନ୍ତୁ ଆମର ଲାଇଫରେ ମଧ୍ୟ ଉଣେଇ ବିଶ୍ୱାସରେ ବହୁତ ଖୁସି ହେଇଯାଉ, କିନ୍ତୁ କଷ୍ଟ ଆସିଲା। ପ୍ରଭୁ ଦେବା ସମର୍ଥନ ଯିଏ ଆଦର୍ଶ ଆଣୁଛୁ, କିନ୍ତୁ ପ୍ରଭୁ ନେଲା ବେଳେ ଆମେ ସତ ଯିବା ହେଇଯାଉଛି ପ୍ରଭୁଙ୍କ ବିରୋଧରେ କହି। ଉପଦେଶକ 7 ପର୍ବ 14 ପଦରେ କହିବେ। ଉପଦେଶକ 7 ପର୍ବ 14 ପଦ। ତ ଦିଟା ଆଖେ ପାଖେ ଥିବ ମତେ, ସୁଖ ବି ଥାଏ, ଦୁଃଖ ବି ଥାଏ। ଏଇଟା ପାଖେ ପାଖେ ଥାଏ। ତ ସୁଖ ସମୟରେ ବହୁତ ପ୍ରଫୁଲ୍ଲିତ ହେଇଯାଉ, ଦୁଃଖ ଆସିଲେ ପୁରା ଭାଙ୍ଗି ପଡୁଛୁ। ଆଜି ମୁଁ କହିବା ପାଇଁ ଯେ ବ୍ୟାଲେନ୍ସ କଣ, ଏ ଜଗତରେ କିଛି ସ୍ଥିର ନାହିଁ। ତେଣୁ ପ୍ରଭୁ ଗୋଟେ ସ୍ଥିର ରାଜ୍ୟ ରଖିଛନ୍ତି, ଗୋଟେ ଅଟଳ ରାଜ୍ୟ ରଖିଛନ୍ତି। ଏ ତଳମୂଳ ରାଜ୍ୟରୁ ବାହାରି ଗଲା ପରେ ଅଟଳ ରାଜ୍ୟକୁ ଏଠି ସମ୍ପତ୍ତି ସ୍ଥାୟୀ ନାହିଁ, ସେଠି ସ୍ଥାୟୀ ସମ୍ପତ୍ତି ନାହିଁ। ସେଠି ଆନନ୍ଦ ନାହିଁ, ସେଠି ଚିରସ୍ଥାୟୀ ଆନନ୍ଦ। ସେଠି ଶାନ୍ତି ନାହିଁ, ସେଠି
प्रिय भाई भौणी मैंने प्रभु साहाଯ୍य कर अनुग्रह कर आम देखिलु अब्राहम अपर्याप्त संपत्ति आईबक संपत्ति गुणाग गला भी डिस्टेंशन द्वितीय करंती 8 पर्व 2 पदटी पढ़े द्वितीय करंती 8 पर्व 2 पद पढ़िले महानंद दरिद्रता अन्तरिक्ष प्रचुर भाव असीम बदान्यता कौन लिखा जाऊँगी माकिदोनियार मंगल विश्वास व्यवस्था देखु से महाक्लेश रूपे परीक्षा प्रथम क्लेश से महानंदर विश्वर दरिद्रता सुधा एवं लिखा जाती कौन महाक्लेश विश्वर दरिद्रता असीम बदान्यता कौन लिखा महाक्लेश रूप परीक्षा भीषण दरिद्रता असीम बदान्यता यही जगह को जब आज प्रोस्पेरिटी पिक्चर में जाते कौन बोली कही आम माकिदोनिया को तुम मत दान दौना 10 वर्ष दौना से तुम मन दरिद्र तेणुक आज्ञा आम दरिद्र अवस्था मत 10 मास दौचु आम दान दौचु आज्ञा से कथा कहतु ना कि यार मत आनंदित रहा शिखी यहीटा बैलेंस करते बेले बेले बिजनेस कर पैसा आसिले कि खुशी बैलेंस डाउन वर्नेस डाउन प्रिय भाई भौणी प्रभु अनुग्रह करूँ मत जड़े मत कहूँ आज्ञा आपण तो गोटे दिन में रेस्ट नहीं आज्ञा लॉकडाउन पूर्व गोटे दिन में रेस्ट नहीं आज्ञा एटी आप रेस्टलेस प्रचार कर आज्ञा जब काली कि आपको कहीं डाकिबे नहीं आप कौन करेंगे आज्ञा मैंने आप पूरा निराश जी बोधे एवं डाक सजा हो न डाकिले कौन करेंगे बाइबल खोलनी हाथ पारी पड़े ସେଇଟା ବି ମିନିଷ୍ଟ୍ରି ଏଠି ବି ମିନିଷ୍ଟ୍ରି ଏବେ ପ୍ରଭୁ ଯାହା କହୁଛନ୍ତି ତା ମୋ ଲୋକମାନଙ୍କୁ କହୁଛି ତାପରେ ମୁଁ ଶୁଣିବି ପ୍ରଭୁ ମତେ ଯାହା କହୁଛନ୍ତି ଏବେ ମୁଁ ପ୍ରଚାର କରୁଛି ମୁଁ ଘରେ ବସିଲେ ପ୍ରଭୁ ମତେ ପ୍ରଚାର କରୁ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ଅନୁଗ୍ରହ କରୁ ଲୋକ ଡାକୁଛନ୍ତି ଯାଉଛୁ ନ ଡାକିଲେ ଘରେ ବସୁଛୁ ଏବେ ବି ଦେଖନ୍ତୁ ଅନେକ ଲୋକ ଘରେ ହିଁ ବସିଛନ୍ତି କିନ୍ତୁ ଆମେ ଘରେ ବସିଛୁ କିନ୍ତୁ ରେଷ୍ଟ बेले बेले 10-15 फोन कॉल आसी रिप्लाई कला मुझे समय लगे आई मत आज्ञा आप केमती अच्छा भल अच्छा ना गोटे प्रश्न नहीं ट्रेन पॉइंट नहीं कॉल कर प्रिय भाई भौणी मैंने मिनिस्ट्री चले मुझे चाहे प्राचुर्यता बिछाई पारे भीषण दरिद्रता बिछाई पारे यहाँ आम जानवा वो 5 वर्ष पद पढ़े याकूब 5:17 माइटी मैन ऑफ गॉड से कहले एमती लोक केमती थे सुख दुख भोगी मन एलियन को घर को पाखे था तार बापा मार भी परिचय नहीं लिखा एलियो लिखा एलियो प्रवास करता एलियो परिचय किसी नहीं नेक्स्ट मीन्स को खाइबे जना नहीं एमती जन लोक से प्रभु केमती यूज कर मोर प्रिय भाई बोल मैंने यही मानसिक विषय जागतिक विषय मन लगेगा जितने सब गाई पूर्ण है से गीत गाऊ गाऊ ना मन्ना लगाना यहाँ जाना है हमको वहाँ एवं मन भी सब प्रिय भाई भौणी मैंने प्रभु आम अनुग्रह करूँ तो आप बैलेंस कहूँ केमती बैलेंस ईश्वर को प्रेम को जाना ईश्वर को क्रोध को जाना पुरातन नियम प्राधान्यता को बुझा नूतन नियम प्राधान्यता ईश्वर को वाक्य प्राधान्यता को बुझा ईश्वर को सत्य प्राधान्यता प्रार्थना और दान बैलेंस ईश्वर को वाक्य और प्रार्थना बैलेंस किस समय से बैलेंस न कर असुविधा कौन प्रिय भाई भौणी मैंने प्रभु आम अनुग्रह करूँ आत्मा फल
ନାମ ମধ্যସ୍ଥା ବ୍ୟାଲେନ୍ସ ହେଲା। ଗଲାତେ 5 ପର୍ବ 22 କଣ ଲେଖାଯାଉଛି ଆତ୍ମାଙ୍କର ଫଳ। ଆତ୍ମାଙ୍କର ଫଳ ବି ବର୍ତ୍ତମାନ ଉଠେଇବାର ଅଛି। ତା ଆତ୍ମାଙ୍କର ଦାନ ମଧ୍ୟ। ଆତ୍ମାଙ୍କର ଦାନ କେତେଟା 20 ଦାନ ଲେଖା ହେଇଛି। ଆପଣ ଯୋଉ ରୋମିଓ ପୁସ୍ତକ ପଢିବେ 12 ପର୍ବ ତାର 6 ରୁ 8 ସେଠି କିଛି ଦାନ ଦେଖିବେ। ପ୍ରଥମ କରନ୍ତେ 12 ପର୍ବ 7 ରୁ 11 ଦେଖିବେ ସେଠି ଅନେକ ଦାନ ଦେଖିବେ। ଏଫିସିର 4 ପର୍ବ 11 ପଦ ଦେଖିବେ ସେଠି ଦାନ ଦେଖିବେ। ପ୍ରଥମ ପିତର 4 ପର୍ବ 10 ରୁ 11 ଦେଖିବେ ସେଠି ଅନେକ ଦାନ ଦେଖିବେ। ତ ଦାନ ଗୁଡାଇ ଅଛି। ତ ମୋର ଜୀବନରେ ଆତ୍ମିକ ଦାନ ବି ରହିବା ଅଛି, ଆତ୍ମିକ ଫଳ ବି ରହିବା। ଆତ୍ମାଙ୍କ ଦାନ ବି ରହିବା ଅଛି, ଆତ୍ମାଙ୍କର ଫଳ ବି ରହିବା। এইটা শিখে অর্থ জীবনের দান ଅଛି ফল ନାହିଁ। প্রিয় ভাই বোনেମାନେ ପ୍ରଭୁମାନଙ୍କୁ ସାହାଯ୍ୟ କରନ୍ତୁ, ଆଜି ଅନୁଗ୍ରହ କରନ୍ତୁ ବ୍ୟାଲେନ୍ସ ହେବା, ସନ୍ତୁଳିତ ହେବା ପାଇଁ। ସନ୍ତୁଳିତ ଆମେ ଯଦି ଆହାର ସନ୍ତୁଳିତ ଖାଉଛୁ ନାହିଁ, ବ୍ୟାଲେନ୍ସ ଡାଏଟ୍ ଠିକ୍ ସେମିତି ବ୍ୟାଲେନ୍ସ ଖ୍ରୀଷ୍ଟିଆନ, ବ୍ୟାଲେନ୍ସ ଲାଇଫ, ଫ୍ୟାମିଲି ଲାଇଫରେ ବ୍ୟାଲେନ୍ସ, ପ୍ରେୟର ଲାଇଫରେ ବ୍ୟାଲେନ୍ସ, ମିନିଷ୍ଟ୍ରି ଲାଇଫରେ ବ୍ୟାଲେନ୍ସ, ଟିଚିଂରେ ବ୍ୟାଲେନ୍ସ। ଏକ୍ସଟ୍ରିମକୁ ଆମେ ଯିବା କଥା ନାହିଁ। ବେଳେବେଳେ ବହୁତ ଧାର୍ମିକ ହେଇଯାନ୍ତି ଆଉ କାହାକୁ ଧାର୍ମିକ ବୋଲି ଗଣନା ବି କରେ, ସମସ୍ତଙ୍କୁ ପାପି ଚଣ୍ଡାଳ ବୋଲି ଭାବନ୍ତି। ଆଉ ବେଳେ ଆପଣ ଆଜ୍ଞା ମୋର ଭଳିଆ ଚାର ପାପି ଆଜ୍ଞା ମୋର ବ୍ୟାଲେନ୍ସ ହେଇପାରୁନା। ଆଉ ମୋର ପ୍ରିୟମାନେ ଆମେ ବର୍ତ୍ତମାନ ଆଉ ଭବିଷ୍ୟତ ବିଷୟରେ ମଧ୍ୟ ବ୍ୟାଲେନ୍ସ ହେବା କଥା। ବର୍ତ୍ତମାନ ବିଷୟରେ ପ୍ରଭୁ କଣ କହୁଛନ୍ତି? ମାତ୍ୟ 6 ପର୍ବ 31-32। କଣ ଖାଇବା, କଣ ପିଇବା, ଆପଣ ବିଦ୍ୟାର୍ଥୀମାନେ ଏସବୁ ବିଷୟ ଖୋଜି ବୁଲ ଆଉ ନିଷ୍ଠାବଦ୍ଧ ବିଷୟ ଯେ ଲୋକମାନଙ୍କର ପ୍ରୟୋଜନ ଲୋକମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି। এইটা ମୋର ପ୍ରିୟ ଭାଇ ଭଉଣୀ ମାନେ ଆମେ ଜାଣି ରଖିବା ପ୍ରଭୁମାନଙ୍କୁ ଅନୁଗ୍ରହ କରନ୍ତୁ এই କଥାକୁ ବୁଝିବା। ବର୍ତ୍ତମାନ କଣ କଣ ଖାଇବୁ, କଣ ପିଇବୁ, କେମିତି ଚଳିବୁ এইটা আমার চিন্তার বিষয় নহ। এইটা ବର୍ତ୍ତମାନ କାହିଁକି ଆମେ ବର୍ତ୍ତମାନ ପାଇଁ ପ୍ରଭୁକୁ ବିଶ୍ୱାସ କରିନ, ଭବିଷ୍ୟତ ପାଇଁ ବର୍ତ୍ତମାନ ବି ଠିକ ଦରକାର ନା, ଭବିଷ୍ୟତ ବି ଦରକାର ନା। କିନ୍ତୁ ବର୍ତ୍ତମାନ କିଏ ଧରିଛନ୍ତି ହାତରେ, କିଏ ଧରିଛନ୍ତି ଭବିଷ୍ୟତ, କିଏ ଧରିଛନ୍ତି ସିଏ ଧରିଛନ୍ତି। ତ ଏ ବର୍ତ୍ତମାନ ଭବିଷ୍ୟତ ନିୟନ୍ତ୍ରଣକାରୀ ପ୍ରଭୁ ପ୍ରସ୍ତାବ କରି ବର୍ତ୍ତମାନ ପାଇଁ ଘରେ ପ୍ରସ୍ତୁତ ହୁଅନ୍ତି। ଲୋକମାନେ ପୁରା ଭାଙ୍ଗି ପଡ଼ିଛନ୍ତି, ନିରାଶ ହେଇଯାଇଛି। ଆଜ୍ଞା ବହୁତ ଟେନସନ, ଆଜ୍ଞା ଚଳି ହଉନାହିଁ, ବହୁତ କଷ୍ଟ, ବହୁତ ଏମିତି ବହୁତ ସେମିତି। ପ୍ରିୟ ଭାଇ ଭଉଣୀମାନେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସିଏ ଆମର ଭବିଷ୍ୟତକୁ ସମ୍ଭାଳି ନେବେ, ସିଏ ଆମର ବର୍ତ୍ତମାନକୁ ସମ୍ଭାଳି ନେବେ। ସେତେ ବ୍ୟସ୍ତ ହୁଅନ୍ତୁ ନାହିଁ, ବର୍ତ୍ତମାନ ସେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଉ ଭବିଷ୍ୟତ କେମିତି ଏବେ ଆମେ ରହିବା ପାଇଁ ଯାଉଛୁ ଏଠି ଅବସର ନାହିଁ। ଟିକେ କାନ୍ଦିଥିଲେ ହେଇଥାନ୍ତା ପରା, ଦୁଃଖ କେମିତି ଟିକେ ପାଇଲେ ହେଇଥାନ୍ତା ପରା। ଏବେ ଦେଖା ଦୁଃଖ ଭୋଗ ଏଠି କର, କାରଣ ସେଇଠି ସୁଖ ଭୋଗ କରିବା ପଇସା ଦୁଃଖ ଖୋଜିଲେ ମିଳିବ ନାହିଁ, ଅଶ୍ରୁ ମିଳିବ ନାହିଁ, କ୍ରନ୍ଦନ ହେବ ନାହିଁ, ବିଳାପ ହେବ ନାହିଁ, ରୋଗ ହେବ ନାହିଁ। ଏଠି ସବୁ ହବ। ବ୍ୟାଲେନ୍ସ ହୁଅନ୍ତୁ, ବର୍ତ୍ତମାନ ଏଟା ସରିଯାଆନ୍ତୁ, ଭବିଷ୍ୟତରେ ଏସବୁ ମିଳିବ। ପ୍ରିୟ ଭାଇ ଭଉଣୀ ପ୍ରଭୁମାନଙ୍କୁ ଅନୁଗ୍ରହ କରନ୍ତୁ। ଅନେକ ଲୋକ କେବଳ ବର୍ତ୍ତମାନ ପାଇଁ ବର୍ତ୍ତମାନ କଣ କରିବା ଆଜ୍ଞା, ଭବିଷ୍ୟତ କିଏ ଦେଖିଛି ଆଜ୍ଞା? ବର୍ତ୍ତମାନରେ ଏତେ କଷ୍ଟ, ବର୍ତ୍ତମାନ ଆଜ୍ଞା ଏତେ କଷ୍ଟ ପାଉଛୁ ଆଜ୍ଞା, ଭବିଷ୍ୟତ ପାଇଁ କଣ? ସ୍ୱର୍ଗ ଥିଲେ କଣ ଆଜ୍ଞା? ଆଜି ତ ଅସୁବିଧା ଅଛି। ପ୍ରଥମ କରନ୍ତି 15 ପର୍ବ 19 ପଦ କରିବେ। କେବଳ ବ୍ୟକ୍ତିଗତ ନିମନ୍ତେ ଆମେମାନେ କୃଷ୍ଣ କଥାରେ ଭରସା ରଖିବା ସମସ୍ତ ଆମେମାନେ ଦୁର୍ଭାଗ୍ୟ। କଣ? ଯଦି କେବଳ ଏହି ଜୀବନ ନିମନ୍ତେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିଛନ୍ତି, ସମସ୍ତଙ୍କ ଠାରୁ ଦୁର୍ଭାଗ୍ୟ ଲୋକ। ଦଉଥିଲେ ଠିକ ନ ମିଳିଲେ ପୁରା ନିରାଶ, ପୁରା ବିଳାପ କର। ପ୍ରିୟ ଭାଇ ଭଉଣୀମାନେ ପ୍ରଭୁ ଆମର ଏଇ ଜୀବନ ପାଇଁ ନାହିଁ, ଯଦି କେବଳ ଏଇ ଜୀବନ ପାଇଁ ପ୍ରଭୁଙ୍କ ବିଶ୍ୱାସ କରୁ, ତାଙ୍କୁ ସମସ୍ତ ମନୁଷ୍ୟମାନଙ୍କ ଠାରୁ ଦୁର୍ଭାଗ୍ୟ এইଥିପାଇଁ ଆଗ କରୁଛୁ। ଭଲ ଖାଇବୁ, ଭଲ ପିନ୍ଧିବୁ, ପ୍ରମୋଶନ ହେବ, ଆରାମରେ ରହିବୁ। ଆଜ୍ଞା ପ୍ରଭୁକୁ ଗ୍ରହଣ କଲା ଯେହେତୁ ଆଜ୍ଞା ଆମର ଘର ଜୀବନ ଦୁଃଖ ନାହିଁ ଆଜ୍ଞା, ଅଭାବ ଦୂର ହେଇଗଲା, ପିଲାମାନଙ୍କୁ ଭଲ କରିଗଲେ ଆଜ୍ଞା,
आम बहुत खुशी आज्ञा प्रभु को विश्वास करी तार भरोसा एपे दुख लड़ा नहीं, कष्ट लड़ा नहीं, अभाव लड़ा नहीं, इमोशन लड़ा नहीं, अपमान लड़ा नहीं, किसी लड़ा नहीं। सी मैंने टे दुख भोग कर अपमान भोग कर रोग सह कर प्रभु टे कष्ट सह कर जब से गला बेलू आप आनंदित हो आम कौन प्रभु जीवन जहाँ घटला राजा मो जीवन से न घटू प्रभु। प्रिय भाई भाई मैंने आमर प्रार्थना से तो बर्तमान भविष्य का नियंत्रण रखार बैलेंस रखार अच्छी आम ईश्वर को दया को जानवर ईश्वर को विचार आम ईश्वर को आरंभ कर ईश्वर को दया को बुझात कठोरता को बुझात प्रभु यीशु ख्रीष्ट अनुग्रह पूर्ण होकर आसिले एक गोटे पार्ट है देखिए जोहम 1:14 पद प्रभु यीशु ख्रीष्ट कौन है अनुग्रह होकर आसिले से गोटे पार्ट प्रथम आगमन में आम अनुग्रह को देखिए अनुग्रह केमी जीशु कहते अनुग्रह बोलाटा ना व्यवस्था जब अनुग्रह ना दांतर बदल दांत आखिर बदल आखि जैसा को तैसा जे जहाँ कर भोगी बस सागे सागे इमिडिएटली पनिशमेंट थी अनुग्रह कौन इमिडिएटली पेंडिंग हो पनिशमेंट अच्छी कि पेंडिंग अच्छी जब ये पीरियड जब अनुताप कर पेंडिंग जजमेंट प्रिय भाई भाई मैंने प्रभु मान को माने यीशु आपणकर एडवोकेट की समय सेटल कले ना जजमेंट समय विचारपति सेटल करने वकिल यहाँ मूल पेंडिंग जी फाइल अच्छी आपंकर प्रभु यीशु ख्रीष्ट आपंकर एडवोकेट होता समय पेंडिंग फाइल को सेटल कर दिंतु पेंडिंग पाप को मन सेटल कर दिंतु आसवे से विचार करता यही बैलेंस बुझा दरकार ना अनुग्रह अनुग्रह बोले अनुग्रह को अवमानना करुच्छे अनुग्रह को हेला करुच्छे अनुग्रह को तुच्छ करुच्छे। प्रिय भाई भाई मैंने प्रभु मान को बुझापी साहय करूँ आम बैलेंस हेल्ला दरकार अनुग्रह जुग बोलिकी आमको पाप करने लाइसेंस दिखाई जाए अनुग्रह किसी हो ना बोलिकी आपण मो रिलेक्स रहा आवश्यक बाइबल कौन कौन याकूब 5:9 पदरे देखो जी प्राणकर्ता 2000 वर्ष पूर्व आसी विचारकर्ता भाव में द्वार देश में गंडायमान 2000 वर्ष पूर्व धरा पृष्ठ को अनुग्रहदाता भाव में आसी बर्तमान पुणी थर पदार्पण करने जाऊँगी विचारकर्ता भाव में यहाँ बैलेंस होगा दरकार लोक खाली अनुग्रह अनुग्रह बोली कहलू लोक मान पाप करने लाइसेंस मिलला बेले लगे अनुग्रह अधिक बोलिकर पाप कर दूसरी प्रिय भाई मैंने कौन यही भ्रांतिकर शिक्षा अनेक अनुष्ठान दिन मान कौन जीशु तुम पाप पाई कुशल बलि को कही जाए तुम्हें कहीं टेंशन कौन टेंशन यही कौन तो जमाने ईश्वर को दया को देखी अनुग्रह को विपरीत भाव में नहीं अनुग्रहदाता विचार करता भाव में जगत दंडायमान आई दिन के रक्षा प्राप्त हो आसुच्च गोटे दिन स्थिर कर गोटे दिन धार्य कर दिन से आसवे दिन सब फूल को सजाड़ देवे फूल करके जो मैंने अच्छा साबान करेंगे से प्रिय भाई भाई मैंने आज आसू आम बैलेंस लाइफ काटा प्रार्थना कर प्रभु को कहो प्रभु मत अनुग्रह करो प्रभु आज छाड़ू गोटे बैलेंस लाइफ काट बैलेंस खाली ईश्वर को प्रेम नुहे ईश्वर को क्रोध को बुझार अच्छी ईश्वर को दया नुहे कठोरता मत बुझार जे शरणापन्न हो रही प्रति दया जे अवमानना कर तुच्छ कर क्रोध पुरातन नियम कहीं लिखाई
मोर दृष्टांत करेंगे बाबुरे सेमती कले झीले सेमती कले दंड भगिले तुम्हें भोगव देख सावधान आओ बोलिकी लेखाई दिया गोटी कराई पुरातन नियम अनेक घंटे कहीं गोटी करा आपण मोर दृष्टांत दृष्टांत प्रिय भाई बहन प्रभु आम साहाଯ୍य कर आसु प्रार्थना कर गोटे आड़े धरी पड़ा आम बैलेंस है आम जीवन को बैलेंस करवा शिक्षा बैलेंस शुणा प्रभु आम बैलेंस देखा आसतु चक्षु बंद करने समस्ते प्रिय भाई बहन मैंने आसतु चक्षु बंद करवा प्रार्थना करने समस्ते मथा नत करवा प्रेमर समय एटा दयार समय कि प्रभुकर कठोरता प्रकाश करने जाऊँगी अनुग्रह समय विचार समय पाखी आस आत्मा फल भी जावा दरकार आत्मा को दान भी रहा दरकार खाली मो दान भी खुशी गले हेबने प्रार्थना भी कर खाली प्रार्थना कले हेबने मत दान भी देवा प्रिय भाई भौणी माने अब्राहम प्राचुर्यता थिला किंतु प्राचुर्यता गला पर आईब प्रभु प्रशंसा कर विश्वासी माने विश्वर दरिद्रता मध्य असीम बदान्यता देखा देखी अनेक अभाव मध्य कष्ट मध्य समस्या मध्य अनेक को दान पठे आम को दान कर प्रिय भाई भौणी माने थिले ही देव ता नुह नथिले देवा शिखबार अच्छी यहाँ हूँ बैलेंस लाइफ प्राचुर्यतार आम सब भाषा ना दरिद्रता आसपे सुख नुहे दुख आसपे वर्तमान व्यतिग्रस्त होगा ना भविष्य आम चिंतित हवा आसु प्रार्थना करने प्रभु मान को अनुग्रह कर प्रत्येक समर्पित हवा कहवा प्रभु को प्रभु गोटे संतुलित जीवन काटापी चाहिए मत अनुग्रह कर प्रिय भाई भौणी मैंने आसु एक्सट्रीम हो एक्सट्रीम सुपर स्पिरिचुअल हो अन्य मान व्याख्यान कर प्रभु हमको स्पिरिचुअल बोले कहीं जब स्पिरिचुअल नुहत स्पिरिचुअल करने आम रक्षा पाइचु कहीं रक्षा पाइला रक्षा रास्ता देखा आम आलोक कहीं अच्छु अंधकार आलोक धाड़ी बैलेंस प्रिय भाई भौणी मान प्रभु मान अनुग्रह कर प्रभु मान को दया कर संतुलित जीवन काटे परिवार को संतुलन करवा समाज को संतुलित करवा मोर प्रिय भाई भौणी मान अभाव आसब दीनता आसब शिक्षित है दरकार प्रभु शिक्षित करने चाहती पाउल पर शिक्षित किए पाउल पर कठिन परिश्रमी किए सही समय से कहते एशिया मध्य आउ कौ जगह मु पाइली नहीं जो प्रचार करने हम एमतीका प्रचार को बुलवा गुड़ाए खर्च होती किंतु से कहते मु दीनता भी भोग कर जाने भाई भौणी माने प्रचुरता भी भोग करूँ दीनता भी भोग करने शिखु बैलेंस नुह सुख आसब दुख आसब वाक्य शुणु प्रार्थना जीवन दिखा देखो आम शनिवार दिन आम प्रार्थना भी करुचु वाक्य भी ध्यान प्रभु मान अनुग्रह कर प्रत्येक प्रत्येक आज समर्पित हो प्रभु प्रभु को प्रभु मुझे बैलेंस लाइफ दियो बैलेंस लाइफ बैलेंस लाइफ प्रिय भाई भौणी माने प्रभु आम समस्त अनुग्रह करूँ ये समय मुझे अनुरोध करेंगे प्रभु को दास मैं किशोर निगल आम प्रार्थना करेंगे आज प्रिय भाई भौणी माने आम संतुलित होता प्राचुर्यता समय प्राचुर्य भाषी करूँ अभाव जिले भांगी पड़ू प्रार्थना बंद कर दौर बंद कर प्राचुर्यता समय आप बहुत दान देते कि अभाव समय अनाटन समय जहाँ देपारे ताहा दियो प्रिय भाई प्राचुर्य
ଦରିଦ୍ରତା ଆସୁ, ଟିକେ ମୃତ୍ୟୁ ଆସୁ, ଟିକେ ଅଭାବ ଆସୁ, ଟିକେ ଦୂର ଆସୁ, ଦୁଃଖ ଆସିଲେ ବହୁ କେମିତି ଦୂରେଇ ଦେଲେ ସେ ମଧ୍ୟ ପ୍ରଭୁଙ୍କ ଠାରୁ ଦୂରେଇ ଯିବ। ସେ ଅନେକକୁ ବ୍ୟବହାର କରିଛି, କିନ୍ତୁ ସେ ବିଚଳିତ ହେଇନା। ପ୍ରିୟ ଭାଇ ଭଉଣୀ ମାନଙ୍କୁ କରିବା ପାଇଁ ଚାହେଁ, ପ୍ରଭୁରେ ବିଶ୍ୱାସ ରଖି ସୁସ୍ଥିର ହୁଅନ୍ତୁ, ଅନୁଗ୍ରହ ସମୟକୁ ବୁଝନ୍ତୁ, ଏ ଦୟା ସମୟକୁ ବୁଝନ୍ତୁ। କାରଣ ଅନୁଗ୍ରହ ଦାତା ସେ ଅଟନ୍ତି, ବିଚାର କର୍ତ୍ତା ମଧ୍ୟ ସେଇ ଅଟନ୍ତି। ଅନୁଗ୍ରହ ଅଛି ବୋଲି ଆମେ ପାପରେ ରହିବା ନାହିଁ, ଅନୁଗ୍ରହ ଅଛି ବୋଲି ସ୍ୱେଚ୍ଛାଚାରୀ ଜୀବନ ଚାଲିବା ନାହିଁ, ଅନୁଗ୍ରହ ଅଛି ବୋଲିକି ଆମେ ଜଗତରେ ଭାସିଯିବା। କାରଣ ସେ ଦ୍ୱାର ଦେଶରେ ଦଣ୍ଡାୟମାନ ହେଇଛନ୍ତି, ବିଚାର କୋଉ ମୁହୂର୍ତ୍ତରେ ଆରମ୍ଭ ହେଇଛି। ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁ। ଗତକାଲି ପ୍ରଭୁଙ୍କ ଦାସ ଗୁଡିଏ କଥା କହୁଥିଲେ, ଯାହା ଯାହା ହେଇନଥିଲା ଦିନମାନ କଥା ହଉଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁ ବାକ୍ୟ ଆଧାରିତ ଜୀବନ କାଟିବା ପାଇଁ, ସନ୍ତୁଳିତ ଜୀବନ କାଟିବା ପାଇଁ ପ୍ରଭୁଙ୍କ ଦାସ ଆମମାନଙ୍କୁ ପ୍ରାର୍ଥନାରେ ଭିନ୍ନ। Yes, Lord. Yes, Lord. Jesus. Yes, Lord. Yes, Lord. Yes, Lord. Prabhu. ଶାସନ କରୁଅଛ ପ୍ରଭୁ, ତୁମେ ଆମର ବିଚାର କରିବା ପରମେଶ୍ୱର ମଧ୍ୟ ଅଟ, ଏ କଥା ଜାଣିବା ପାଇଁ ଆଜିର ସନ୍ଧ୍ୟାରେ ପ୍ରଭୁ ତୁମର ଦାସତ୍ୱ ଦ୍ୱାରା ସନ୍ତୁଳିତ ଜୀବନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝିବା ପାଇଁ ତୁମେ ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ ପ୍ରଦାନ କର। ଧନ୍ୟବାଦ। ଶୁଣିଥିବା ବାକ୍ୟ ପ୍ରତ୍ୟେକଙ୍କୁ ହୃଦୟରେ ମୁଦ୍ରାଙ୍କିତ ବାକ୍ୟ ଅନୁସାରେ ଜୀବନ ଯାପନ କରିବା ପାଇଁ ଆଉ ପ୍ରଭୁ ଜୀବନ ବିଶ୍ୱାସର ଜୀବନରେ ପ୍ରଭୁ ସନ୍ତୁଳିତ ହୋଇ ତୁମରି ଗୌରବ ପ୍ରେମରେ ବଞ୍ଚିବା ପାଇଁ ପ୍ରଭୁ ଆଜି ଯୋଉ ମାଧ୍ୟମରେ ୟୁଟ୍ୟୁବ ମାଧ୍ୟମରେ ଯୋଗ ଦେଇଥିବା ମାନ ବଡ ପ୍ରତ୍ୟେକ ତୁମର ଲୋକ ଜଣ ଜଣ କରି ନାମ ଧରି ଆଶୀର୍ବାଦ କର। ପ୍ରତ୍ୟେକଙ୍କ ଜୀବନ ଦେଇ ସମୟରେ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ଶୁକ୍ର ଦର୍ଶନରେ କଥା କୁହ, ଆହୁରି ତୁମରି ନିକଟବର୍ତ୍ତୀ ହେବା ପାଇଁ ଶୁଣୁଅଛ ବୋଲି ଆମେ ଧନ୍ୟବାଦ ଦେଉଛୁ। ଗୌରବ, ସଂଗ୍ରାମ, ମହିମା, ପ୍ରତାପନ ଯୁଗେ ଯୁଗେ ସମସ୍ତ ପ୍ରାର୍ଥନା ନିବେଦନ ପ୍ରାଣକର୍ତ୍ତା ଯୀଶୁଙ୍କ ନାମରେ ସେତେବେଳେ ଆମମାନଙ୍କ ପ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପିତା ଈଶ୍ୱରଙ୍କର ଅସୀମ ପ୍ରେମ, ପବିତ୍ର ଆତ୍ମା ପରମେଶ୍ୱରଙ୍କର ଶାନ୍ତି ଶକ୍ତି ପୁଣି ଚିରନ୍ତନ ବାର୍ତ୍ତା ଆମ ପ୍ରତ୍ୟେକଙ୍କ ସହିତ ପୁଣି ସମଗ୍ର ବିଶ୍ୱରେ ଥିବା ତାହାଙ୍କ ପ୍ରିୟ ମଣ୍ଡଳୀ ଯେତେବେଳେ ପୁଣି ସଦାବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୌରବମୟ ଗୌରବ ପର୍ଯ୍ୟନ୍ତ ସଙ୍ଗରେ ଥାଇ ସାହାଯ୍ୟ ଉପକାର କରନ୍ତି। ଆମେନ୍।